ସେଥିରେ ମୁଁ ଟିକେ ଯୋଡ଼ିବା ପାଇଁ ଚାହିଁବି ଯେ ଆପଣଙ୍କର ସବୁଠାରୁ ଅପେକ୍ଷାରେ ରହିଥିବା ଏୟାର ଷ୍ଟ୍ରିପ୍ ଯେଉଁଠି ଉଡ଼ାନ ଯୋଜନାରେ ଚାଲୁ ହେବା କଥା ଏନି ଟାଇମ୍ 2-3 ମାସ ପରେ ଏଇଠୁ ଆରମ୍ଭ ହୋଇଯିବ। ସେମିତି ଜୟପୁର ମାଲକାନଗିରି ରେଲୱେ ଲାଇନ୍ର ଭୂମି ଅଧିଗ୍ରହଣ 90%ରୁ ଅଧିକ ଭୂମି ଅଧିଗ୍ରହଣ ହୋଇଯାଇଛି। ରେଲୱେ ବିଭାଗକୁ ବିଧିବଦ୍ଧ ଭାବରେ ସ୍ଥାନାନ୍ତରିତ କରିବାର ଅଛି, ମାନେ ହସ୍ତାନ୍ତର କରିବାର ଅଛି। ଅତଏବ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇକି କଣ୍ଟ୍ରାକ୍ଟ ଆୱାର୍ଡ଼ ହୋଇଯିବ ବର୍ଷା ଭିତରେ। ବର୍ଷା ସରିଲା ପରେ ଧାନ କଟାକଟି ହେଲା ପରେ ଆର ବର୍ଷ କାମ ଆରମ୍ଭ ହୋଇଯିବ ଜୟପୁର ମାଲକାନଗିରିରେ। ମାଲକାନଗିରି ଭଦ୍ରାଚଲମ ଯେଉଁଟା ଆମେ କହୁଛୁ ସେଇଟା ଆର ବର୍ଷ ଏହି ସମୟ ବେଳକୁ ପ୍ରାୟ ଜମି ଅଧିଗ୍ରହଣ ସରିଯାଇଥିବ। ତ ସାଥିରେ ସେ ତାର ମଧ୍ୟ କାମ ଆରମ୍ଭ ହୋଇଯିବ। ତ ୟା ଭିତରେ ଅନ୍ୟାନ୍ୟ ଯେତିକି ରହିଛି ଏଇଟା PM ଜନମନରେ ଓଡ଼ିଶାର ଯେଉଁ 4ଟା ଜିଲ୍ଲା ନିଆଯାଇଛି ତା ଭିତରେ ବିଗତ ଦିନରେ ମଧ୍ୟ ଆମେ କଥା ହେଇଥିଲୁ। ନବରଙ୍ଗପୁର ମାଲକାନଗିରିକୁ ମଧ୍ୟ PM ଜନମନରେ ନିଆଯାଇଛି। ଅର୍ଥାତ୍ ଏଇଠି ଯେଉଁଠି 100 ଜନସଂଖ୍ୟା ବିଶିଷ୍ଟ ଗାଁକୁ ମଧ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯିବ ଏବଂ ଯେଉଁ ଗାଁରେ 50 ଜନସଂଖ୍ୟା ଅଛନ୍ତି ସେଇଠି ରାଜ୍ୟ ସରକାର ଯୋଜନାରେ ସେଇଠି ମଧ୍ୟ ପକ୍କା ରାସ୍ତା ହେବ। ଏମିତି ନାହିଁ କଚ୍ଚା ନାହିଁ, ପକ୍କା ରାସ୍ତା ସେଠି ବି ହେବ। ତ ୟା ବାଦେ ଯେଉଁଟା ରହିଛି ଚାଷୀମାନଙ୍କର ବିଶେଷ ଭାବରେ ଯେଉଁଟା କହିଥିଲେ ଯେ 2024 ଖରିଫରେ ଆମେ 9 ଲକ୍ଷ କ୍ୱିଣ୍ଟାଲ ଧାନ କିଣିବାର ସଫଳ ହୋଇଥିଲୁ, ମାନେ ସେତିକି ହିଁ କିଣିଥିଲୁ। କିନ୍ତୁ 800 ଟଙ୍କା ଇନପୁଟ୍ ସବସିଡ଼ି ଡିକ୍ଲେୟାର କଲା ପରେ 2025ରେ ସେଟା ବଢ଼ିକି 14 ଲକ୍ଷ କ୍ୱିଣ୍ଟାଲ ହେଇଥିଲା ଏବଂ ଏ ବର୍ଷ ଆମେ 15 ଲକ୍ଷ କ୍ୱିଣ୍ଟାଲ ଅଧିକା କିଣିଲୁ। କେବଳ ସେତିକି ନୁହେଁ, ଏହାଦ୍ୱାରା ଚାଷୀମାନେ ଯେଉଁମାନେ ଚାଷ କରୁଥିଲେ ଧାନର ସେ ଚାଷୀଙ୍କ ସଂଖ୍ୟା ବି ବଢ଼ିଛି। ବିଗତ ଦିନରେ 25,000 ଜାଗାରେ ବର୍ତ୍ତମାନ 41,000 ଚାଷୀ ହୋଇଗଲେଣି। ସେମିତି PM କିଷାନ CM କିଷାନରେ ମଧ୍ୟ ଲାଭାନ୍ୱିତ ହେବା ଚାଷୀ ସଂଖ୍ୟା ବଢ଼ିଛି। ୟାର ଭିତରେ ଗରିବ ଭାଇ ଭଉଣୀମାନଙ୍କ ପାଇଁ ଯେଉଁଟା ମୋଦିଙ୍କର ପ୍ରଥମ ସ୍ୱପ୍ନ ଥିଲା ଯେ ସମସ୍ତଙ୍କର ଗୋଟେ ପକ୍କା ଘର ହେବା କଥା, କୌଣସି ନା କୌଣସି କାରଣବଶତଃ ବିଗତ ଦିନରେ ସରକାର ଯେହେତୁ ଜମିହୀନ ହିତାଧିକାରୀଙ୍କୁ 4 ସେଣ୍ଟ ଜମି ଦେଇପାରିନଥିଲେ, 7 ଲକ୍ଷ ଘର ଫେରି ଯାଇଥିଲା। ଏବେ ଆମ ସରକାର ପୁରା ଦୃଢ଼ ପ୍ରତିବଦ୍ଧ ସମସ୍ତ ହିତାଧିକାରୀଙ୍କୁ 4 ସେଣ୍ଟ ଜମି ଦେବେ, ସହରାଞ୍ଚଳ 2 ସେଣ୍ଟ ଜମି ଦେବେ ଏବଂ ଯେଉଁ ଭାଇ ଭଉଣୀମାନେ ଅଲରେଡ଼ି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇସାରିଛନ୍ତି ତାଙ୍କର ପୁଅ ଝିଅ ବି ଯଦି ବାହାସାହା ହେଇକି ନୂଆ ଘର ସଂସାର କରିଛନ୍ତି ତାଙ୍କ ପାଇଁ ଅତିରିକ୍ତ ଏଇ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଜନା ଘୋଷଣା କରିଛନ୍ତି 35 ଲକ୍ଷ ଅତିରିକ୍ତ ଆବାସ ଘର ଦେବେ। ତ ସବୁ ପ୍ରକାର ଯୋଜନା ଦିଆଯାଉଛି ଏବଂ ୟାରି ଭିତରେ ଏଇଠି ଆୟୁର୍ବେଦିକ ମେଡ଼ିକାଲ କଲେଜର ମଧ୍ୟ ସ୍ୟାଙ୍କସନ୍ ହେଇଛି। ବିଗତ ଦିନରେ ସରକାରୀ କଲେଜ ନଥିଲା, ଏଠି ଡିଗ୍ରୀ କଲେଜ 2024ରୁ ଚିତ୍ରକୋଣ୍ଡାରେ ଆରମ୍ଭ ହେଇଛି। 2017ରେ ମୋଦି ଆସିଲା ପରେ ପ୍ରଥମ ସରକାରୀ ମଡ଼େଲ ଡିଗ୍ରୀ କଲେଜ ମାଲକାନଗିରିରେ ହେଇଥିଲା। ଆମେ ଏ ବିଷୟରେ ବିଗତ ଦିନରେ କଥା ହେଇଛୁ। ତ ସବୁ ପ୍ରକାର ପ୍ରକ୍ରିୟା ଚାଲିଛି ଏବଂ ସବୁଠାରୁ ବଡ଼ କଥା ଯେଉଁଟା ଭାଇ କହୁଥିଲେ ଯେ ମାଓ ଅଧ୍ୟୁଷିତ ଏ ଅଞ୍ଚଳରେ ଯେଉଁ ବିକାଶ ଧାରା ଅଟକି ଯାଇଥିଲା ରହିଯାଇଥିଲା, ମୋଦିଜୀ ଏବଂ ଶାହାଜୀଙ୍କର ପଦକ୍ଷେପ ଯୋଗୁଁ ଆଜି ଆମେ ମାଓ ମୁକ୍ତ ହୋଇସାରିଛୁ।